आज विजय आलोचना करिबा विपद पड़िले हरि रख है भल कथा मन पड़ू से पुराणा कथा प्राण सजन जहाँ मु देखिली आज कहवा लोकर मन को न आसे शुणा लोक से दिन अंते पुत्र जात कला कुआ कुआर बदे स्तन भांगी पुत्र मुखीर पान करे मुख गोटे तार स्वयं जगन्नाथ यार आदि अंत नहीं जगन्नाथ होउछन्ति पंच महाभूतर प्रतीक जो दिन कराल रूप है कौ दिन विनाश करेंगे ठीक ही ना कहना ना केत जल रूपे संहार करेंगे लेखा अच्छी महापुरुष लिखिं अचुत प्रभु केत जल रूपे विनाश करेंगे केत अग्नि रूप विनाश करेंगे केत पवन रूप विनाश करेंगे एम सब विनाश करेंगे कहना कलिजुग लोक महाचालाकी कि ना बोलू से लुचिकी रही एमती सब कौन करेंगे लीला करेंगे बड़ दौड़ मन रखिता प्रकृत ही जगन्नाथ ही जगन्नाथ कल्कि लीला चलती कल्कि अवतार है ना कल्कि अवतार तो सहान लीला होते कृष्ण आसिले गोपपुर लीला करें जन्म हेले आगुरी कौन ला पंच सखा मैंने जो थे दाम सुदाम सुबलमती सब जो थे ये मेली हो गोटे खेल करुले खेलती नहीं ना 5 जन जाक ये 5 जन खेलुले कृष्ण आसी मिशीगले सेमती कल की लीला परिप्रकाश खेल कल की खेल चली बर्तमान समस्त कल की खेल तेणु कल की प्रभु आसबार गोटे वातावरण सृष्टि हो प्रभु आसी ना प्रभु जो आसवे से सहान लीला आरंभ से कौन हम संसार में गोटे धर्म प्रतिष्ठा हो सत्य सनातन धर्म संगे संगे महापुरुष कहते जगन्नाथ संस्कृति कौन हम परिवर्तित संसार वर्तमान समय तुम देख गोटे अवतार हम कौन हम कल्कि अवतार सत्य जुगे 4 अवतार फिर 3 अवतार द्वापर 2 अवतार कलि गोटे अवतार ठाकुर गोटे तेणु बर्तमान एत ठाकुर केमती आइले आसमी सखा अंगरे बर्तमान भक्त मान देह खेला कर निजे आसी ना निजे जिते आसवे से कौन करेंगे सहलीला आरंभ करेंगे जहाँ चाहिए ता करेंगे ठीक ना भूल तेना आमर आज टपिक था कौन दुखे समस्त हरि हरि डाक यही कथा पर आज ठाकुर अभिनव परमहंस विषय माने शास्त्र उपर आलोचना करवा यही कथा पर जगन्नाथ दास कहते गोटे भल कथा सर्वे होइबे मुख डाकिबे नारायण जगत को एमती गोटे विपद आसव मनुष्य मान निरुपाय जो मनुष्य निरुपाय हो जाए से डाके प्रभु तु ही रक्षा कर है सुखे से केवे डाकु न विपद पड़ो दुख पड़ो से प्रभु को डाक बुझी कलिजुग हूँ गोटे कौन विचित्र जुग ठाकुर अभिराम परमहंस जगत गुरु अभिनव सुंदर ये भी साधारण व्यक्ति नथिले ये निजे दुर्गा माधव रूप कौन होते विद्यमान होते ना
ତେଣୁ ସିଏ ତାଙ୍କ ବାଣୀ ହଉଛି ସ୍ୱତନ୍ତ୍ରତା। ପଞ୍ଚସଖା ମାନେ ସବୁ ଠାରଗାର ବାଣୀ ଲେଖିଥିଲେ। ଇଏ କଣ କଲେ, ଖୋଲିକି ଲେଖିଦେଲେ। କିଏ ସେ? ଠାକୁର ଅଭିନବ। ତମକୁ କଥା ଭଲ କଥା ମନେ ରଖିଥାଅ, କଳି ଯୁଗ ଲୋକ ବେଶୀ ଭୟଙ୍କର ହେଲା। ବହୁତ ବ୍ୟକ୍ତି ଦେଖିବ ଚିତା ଚୈତନ କାଟିଦେବେ, ମାଳି ପକେଇଦେବେ, ବହୁତ ଜ୍ଞାନ ବଖାଣ କରୁଥିବେ, ବୁଝି ହଉଛି, କିନ୍ତୁ ଭିତର ହଉଛି ବିଷକୁମ୍ଭମ ପ୍ରୟମୁଖମ। ମୁଖରେ ଅମୃତ କଥା କହୁଥିବେ କିନ୍ତୁ ତାଙ୍କ ଭିତର ହଉଛି ଗରଳ। କଳି ଯୁଗରେ ଲୋକଙ୍କୁ ଚିହ୍ନିବା ବହୁତ କଷ୍ଟ, ବୁଝିହେଲା ନା। ମହାପୁରୁଷ ଠାକୁର ଅଭିନ୍ନ ସୁନ୍ଦର କହୁଛନ୍ତି ତାଙ୍କର ଅନନ୍ତ ଗୀତାରେ, ଆଜି ଗରୁଡ଼ ପଚାରୁଛନ୍ତି କାହାକୁ? ନାରାୟଣ। ନାରାୟଣ ଗରୁଡ଼କୁ କହିଲେ ହେ ଗରୁଡ଼ ଶୁଣୁ, କଳିଯୁଗ ଲୋକ କେବଳ ବିପଦ ପଇଲେ ହରି ହରି ଡାକିବେ। ନା, କିଛି ଅଛନ୍ତି ଅନ୍ତରରୁ ହରି ହରି ଡାକୁଛନ୍ତି, ସେଇଟା ଠିକ। ଆଉ ମାନେ କୋଟିକେ ଗୋଟିଏ, ବୁଝି ହଉଛି। ଅଧିକାଂଶ ବ୍ୟକ୍ତି ବିପଦ ପଇଲେ କଣ ହେବେ? ହରି ହରି ଡାକ କରିବେ, ଆଉ ସେତେବେଳକୁ ହରି ଆଉ ଶୁଣିବେ ନାହିଁ, ବୁଝିଲା ନା। କଣ କହିଲେ? ଶୁଣତୁ ଗରୁଡ଼ ଦେଉଳରେ ଦିଅ, ନଥିଲେ କି ପ୍ରୟୋଜନ, ଦେଉଳ ଶୋଭାରେ ମନ ବଳୁଥିବ, ଦିଅ ନ କରି ଦର୍ଶନ। ହେ ଗରୁଡ଼, କଳି ଯୁଗରେ ଲୋକମାନେ ଦେଉଳକୁ ଯିବେ, ମନ୍ଦିରକୁ ଯିବେ, କାହିଁକି? ଭକ୍ତିରେ ଯିବେନି। ବହୁତ ବ୍ୟକ୍ତି ଯିବେ, ଠାକୁର ଆଉ ଦେଖିବେନି, ମନ୍ଦିର ଚାରି ପାଖ ଯାକ ବୁଲିକି ସବୁ ଦେଖିବେ। କଣ କରିବେ? ପିକନିକ କରିବାକୁ। ସବୁ ଶୁଦ୍ଧ ଓଡିଆରେ ଯାକ କହନ୍ତି କଣ? ପିକନିକ ଟା ଓଡିଆରେ କଣ କୁହନ୍ତି? ପରିଭ୍ରମଣ କରିବାକୁ ଯିବେ। ସେ ଆଉ ଠାକୁରଙ୍କ ପାଖେ ମନ ନଥିବ, ବହୁତ ଲୋକ ଯିବେ ଦେଉଳର ଚାରି ପାଖ ବୁଲିକି ଦିଅ ଦେଖିବେ, ମାନେ ଦେଉଳକୁ ଦେଖିବେ, ଦିଅକୁ ଦେଖିବାକୁ ମନ ନଥିବ। କାହିଁକି? ଦିଅ ଦେଉଳ ମାନେ ସବୁ ଦେଖିବ ସବୁ ଅଶ୍ଳୀଳ ମୂର୍ତ୍ତି ପ୍ରାୟ ଥାଏ, ନଥାଏ ନା? କାହିଁକି ଥାଏ? ପୂର୍ବ ପିଢିରେ ତାକୁ ଆଲୋଚନା କରେ, ସେଟା ଖରାପ ନୁହଁ, ତାର ଗୋଟେ ବହୁତ ଭିତର ତତ୍ଵ ରହିଛି। କିନ୍ତୁ ଠାକୁର ଏଠି ଗରୁଡକୁ କହୁଛନ୍ତି, ଶୁଣତୁ ଗରୁଡ଼ ଦେଉଳରେ ଦିଅ, ନଥିଲେ କି ପ୍ରୟୋଜନ, ଦେଉଳ ଶୋଭାରେ ମନ ବଳୁଥିବ, ଦିଅ ନ କରି ଦର୍ଶନ। କହିଲେ ସମସ୍ତେ ଦେଉଳର ଶୋଭାକୁ ଦର୍ଶନ କରିବେ, ଦିଅ ଦର୍ଶନ କରିବାକୁ ଲୋକଙ୍କର ମନ ବଳିବ ନାହିଁ। ମନ ଚଳୁଥିବ ବିଷୟରେ ଯାଇ, ଲୋକେ ଜାଣିବାକୁ ହରି। ଯୋଉ କଥା ଆଗରୁ କହିଲି, କାମନା ବାସନାରେ କଣ ହବ? ଦେଉଳରେ ମନ ବଳୁଥିବ, ଲୋକ ଜାଣିବାକୁ କଣ ଯେ ମୁଖରେ ହରି ହରି କହୁଥିବେ। ବିପଦ ପଡିଲେ ହରି ରଖ ବୋଲି, ସମ୍ପଦେ ଦେବେ ପାଶୋରି। ଯେତେବେଳେ ବିପଦ ପଡିବ ସେମାନେ କଣ ହେଇଥିବେ? ପ୍ରଭୁ ରକ୍ଷା କର। ଆଉ ଯେତେବେଳେ ସୁଖ ପଡିବ ସେତେବେଳେ ଆଉ ଶୁଣିବେ, ବୁଝି ହଉଛି। ଗୋଟିଏ ଡଙ୍ଗାରେ 3 ଜଣ ସାଙ୍ଗ ଯାଉଥିଲେ, ବୁଝି ହଉଛି ନା। ଜଣେ ହିନ୍ଦୁ ସାଙ୍ଗ, ଜଣେ ମୁସଲମାନ ସାଙ୍ଗ, ଜଣେ ଖ୍ରୀଷ୍ଟିଆନ ସାଙ୍ଗ। ଡଙ୍ଗାଟି ନଈରେ ଚାଲି ଯାଉଛି, ଗୋଟେ ଖଣ୍ଡ ପବନ ଆସି ବହି ଯାଉଛି, ଡଙ୍ଗାଟି ନଉଟି ପଡିଛି ହେଲା। ନଉଟି ପଡିଛି, ଖ୍ରୀଷ୍ଟିଆନ ସାଙ୍ଗ ଡାକ ବୁଡି ଯାଉଛି, ସମସ୍ତେ 3 ଜଣ ବୁଡି ଯାଉଛନ୍ତି। ଖ୍ରୀଷ୍ଟିଆନ ସାଙ୍ଗ ଡାକୁଛି ଗଡ 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 ମାଇ ଗଡ ମାଇ ଗଡ ମାଇ ଗଡ ଡାକ ପକଉଛି। ଭଗବାନ ଆସି ତାକୁ କଣ କଲେ? ଉଦ୍ଧାର କରିକି ଯାଉଛନ୍ତି। ସେଠୁ ମୁସଲିମ ଭାଇ ଜଣକ ଡାକିଲା, ଆଲ୍ଲାହ ରଖ ଆଲ୍ଲାହ ରଖ ଆଲ୍ଲାହ ରଖ, ଆଲ୍ଲାହ ସେଠୁ ତାକୁ ଉଦ୍ଧାର କରିକି ନେଇକି ପଳେଇଲେ। ଆଉ ଜଣେ ଭାଇ ଥିଲା, ସେ ଡାକିଲା ହେ ମା ରଖ, ହେ ଜଗନ୍ନାଥ ରଖ, ହେ ଗଣେଶ ରଖ, ହେ ବକ୍ରତୁଣ୍ଡି ରଖ। ଇଏ ସବୁ ଦେବତାଙ୍କୁ ଡାକି ପକେଇଲା ଜୀବନ ବିକଳରେ, ସବୁ ଦେବତା ଯାଇ ପହଞ୍ଚିଗଲେ, ବୁଝି ହଉଛି ନା। ସବୁ ଦେବତା ପହଞ୍ଚିଗଲେ, ଆଉ ସିଏ କହୁଛି ତାକୁ ରକ୍ଷା କରିବ, ସିଏ କହୁଛି ତାକୁ ରକ୍ଷା କରିବ, ସିଏ କହୁଛି ତାକୁ ରକ୍ଷା କରିବ, କେହି ଆଉ ରକ୍ଷା କରୁ, ବୁଝି ହଉଛି। ଏଇ ସମୟରେ କଣ ହେଲା? ଯେତେ ଯାହା ହେଲେ ମା
ସିଏ ଆଉ କଣ ପୁଅର ଛୁଆର ଆଉ ଦୁଃଖ ସହିପାରିବ? ସେଠୁ ମା ହସି ଧରିଛି। କାହିଁ ହସୁଛନ୍ତି? ସେଠୁ ଭକ୍ତ ଦେଖି ପକେଇଲା, କିଏ ସେଇ ଇଏ ଭକ୍ତଟି ହେଲା, ମା ମୁଁ ବୁଡି ଯାଉଛି, ମୋ ଦି ସାଙ୍ଗକୁ ତାଙ୍କ ଠାକୁର ଉଦ୍ଧାର କରି ନେଇଗଲେଣି, ମତେ ଟିକେ ତୁ ଉଦ୍ଧାର କରିପାରୁନୁ? ନାରେ ମୂର୍ଖ, କାହିଁକି ମୁଁ ହସୁଛି ଜାଣିଛୁ ନା? କାହିଁକି ନାରେ ତମ ଘରେ ମା ସବୁ ମରିଗଲେ, ତମେ କାନ୍ଦ ନା କାନ୍ଦ ନାଇଁ? ନା ହଁ କାନ୍ଦୁ। ନା ମତେ ଯେତେବେଳେ ପୂଜା କର, ବିସର୍ଜନ କରିବାକୁ ଯାଅ, ସେତେବେଳେ କେତେ ମଦ ପିଇକି ତମେ ମୋ ଆଗେ ଡିଅ, ତ ମନ ଦୁଃଖ ଆସେ ନା? ନାଇଁ ମା। ତେଣୁ ତୁ ସେଠି ନେଇକି ହସୁଛି ଆଉ କଣ? ରାମା ଅବତାରେ କ୍ଷୀରି ଖେଚେଡି, କାହ୍ନା ଅବତାରେ ଘି, ଏକଳି ଯୁଗରେ ମଦ ବୋତଲ ବାପା ଢକ ଢକ ପି। ଯଦି ପିବୁ ମଦ ତେବେ ପାଇବୁ ପ୍ରେମାନନ୍ଦ, ଜମ ପଡୁଥିବ ଗଦ ଗଦ। କଥାଟା ବୁଝିପାରୁଛ ନା? ମଦ ମାଂସ ମାଛ ମାଂସ ମଦ୍ୟପାନ ଇଏ ଅଟେ ଦାନବ ଉପଯୋଗ। ଆମେ ଗୋଟେ ଠାକୁରଙ୍କୁ ବିସର୍ଜନ କରିବାକୁ ଯାଉଛେ, କାହାର ଗୋଟେ ଭକ୍ତି ଭାବରେ ଯାଉଛେ ନା? ଯାଉଛି। ଏବେ ବାପ ମରିଗଲେ ବି ପୁଅ ମଦ ପିଇକି ଯାଉଛି ମୁଖାଗ୍ନି, ଆମେ ଦେଖିଲୁଣୁ ଆଖି। ହଁ କି ନାହିଁ? ସେଇଠୁ ଯାହା ହଉ ସେଠି ଶରଣ ପଶିଲା, ମା ସେଠି ତାକୁ କଣ କଲେ ଉଦ୍ଧାର। ସେଠୁ କହିଲା ମା, ସେଠୁ ଉଦ୍ଧାର କଲା, ସେଠୁ ମାଆଙ୍କୁ ପୂଜା କଲା। ତାପରେ ସେଠୁ ମାଆକୁ ସେଠୁ ଡାକିଲା ଥରେ, ସେଠୁ ଘର ପାଖରେ ଜଣେ କୋଠା କରୁଛି, ଡାକିଲା, ହେଲା ମା। ସେଇଠୁ ଆସି ଦେଖାଦେଲେ, କହିଲେ ଆରେ ମା କହିଲେ ପୁଅ କାହିଁ ଡାକୁଛୁ? ନା ମା ଖଣ୍ଡେ କୋଠା କରିବି। ନା ଅସ୍ତୁ, ସେଠି କୋଠା କଲା। ସେଠୁ କହିଲା ଗାଡି କରିବି, ମାନେ ପଡିଶାର ଯାହା କଲି ମାଆକୁ ମାଗିଲା, ମା ସବୁ ଦେଲେ। ସେତେବେଳୁ 4 ଘଣ୍ଟା 5 ଘଣ୍ଟା ଲେଖା ବସି ଠାକୁର ପୂଜା କରୁଥିଲା। ଏମିତି ଜଞ୍ଜାଳ ହେରେ ପଡିଗଲା, ଗୋଟାଏ ମୁହୂର୍ତ୍ତ ଡାକିବାକୁ ଆଉ ସମୟ ପାଇଲା। ସେଠୁ ମା ସେଇଠୁ ଢେରେ ଖାଇବାକୁ ପାଉନଥିଲୁ, ଖାଇବାକୁ ଦେଲି। ଘର ନଥିଲା, ଘର ଦେଲି। ଗାଡି ନଥିଲା, ଗାଡି ଦେଲି। ଘୋଡା ନଥିଲା, ଘୋଡା ଦେଲି। ଲାଷ୍ଟକୁ ତୁ ମତେ ସେଠୁ ଉଖୁଆ ଟିକେ ମଧ୍ୟ ଦେଇପାରିଲୁ ନାଇଁ। ମାନେ କହିବାର ତାତ୍ପର୍ଯ୍ୟ, ସୁଖରେ ସମୟରେ ଏହି ପ୍ରଭୁଙ୍କୁ ଚିନ୍ତା କରିବେ ନାହିଁ। ଯେତେବେଳେ ବିପଦ ସମୟ ଆସିବ, ସେଇ ସମୟରେ କଣ ହେବେ? ସମସ୍ତେ ପ୍ରଭୁଙ୍କୁ ଡାକିବେ ବୋଲି ଅନନ୍ତ ଗୀତାରେ ଠାକୁର ଅଭିରାମ ପରମହଂସ ଆମ ମାନଙ୍କୁ ଚେତନା ଦେଇଛନ୍ତି। ସେଥିପାଇଁ ଆମେ କହନ୍ତି କଣ, ବାଳକେ ମୋର ବୋଲ କର, ବେଳ ଛୋଟ ଛୁଆଙ୍କୁ ଆମେ ଯଦି ଛୋଟ ଅବସ୍ଥାରୁ ଚେତନା ଦବା, ତାହେଲେ ସେ ନିଶ୍ଚିନ୍ତ କିଛି ନା କିଛି ପରିବର୍ତ୍ତନ। ଆମେ ଯଦି ଆଧ୍ୟାତ୍ମିକ ଜ୍ଞାନଟାକୁ ଛୁଆଟି ବେଳୁ ଚେତନା ନଦବା, ବଡ ହେଲେ କଣ ହବ? ଯାହା ହବାର କଥା ତାହା ହବ। ଏଥର ବୁଝିପାରିଲ? ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ, ସେ ଅଭିନୟ ସୁନ୍ଦର ସଦିଚ୍ଛା ପୂର୍ଣ୍ଣ ହଉ, ବୋଲ ଆନନ୍ଦିକ ବାର ହରି।